ପିଲାମାନେ ଜୟ ଜଗନ୍ନାଥ। ଆଜି ଆମେ ପଢ଼ିବା ତୃତୀୟ ଶ୍ରେଣୀର ଭାଷା ମହକ ବିଷୟର ପ୍ରଥମ ଅଧ୍ୟାୟ କେହି ନୁହେଁ ତା ସରି। ତ ଚାଲ ବିଷୟଟି ଆଗ କ'ଣ ଲେଖା ହେଇଛି ମୁଁ ପଢ଼ିବା। ତ ଏ ଯେଉଁ ବିଷୟଟା ଅଛି ଏଥିରେ ମାନେ କାହା ବିଷୟରେ ବର୍ଣ୍ଣନା କରାଯାଇଛି କହିଲ ପିଲାମାନେ? ଏଇଟା ଫୁଲ ବିଷୟରେ କୁହାଯାଇଛି। ତ ଏଠି ଫୁଲ ବିଷୟରେ କ'ଣ କୁହାଯାଇଛି ସେଇଟା ଆମେ ଚାଲ ଏବେ ବର୍ତ୍ତମାନ ପଢ଼ିବା। ତ କ'ଣ ଲେଖା ହେଇଛି କି ଫୁଲ ପରି ମୁଁ କୋମଳ ହେବି, ଫୁଲ ପରି ମୁଁ କୋମଳ ହେବି, ହସିବି ସଦାବେଳେ, ପାଶ ଭିତରେ ଖୁସି ମୁଁ ଦେବି ସଭିଙ୍କୁ କାଳେ କାଳେ। କୋଇଲି ପରି ମିଠା ସ୍ୱରରେ କହିବି କଥା ସଦା, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ନଦୀ ପରାଏ ଆଗେଇ ଯିବି କରିବି ଜନହିତ, ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ। ପରର ହିତ କରଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାର ସାର କେହି ନୁହେଁ ତା ସରି। ତ ଠିକ୍ ଫୁଲ ଏମିତି ହିଁ କରେ, ସବୁବେଳେ ସେ ଆମମାନଙ୍କର ଉପକାର କରେ। ତ ସେ ଗୋଟେ ଫୁଲକୁ ଗୋଟେ ଭଲ ବ୍ୟକ୍ତି ସହିତ ତୁଳନା କରାଯାଇଛି, ନୁହେଁ କି? ତ ଆମେ ଟିକେ ଦେଖିବା ଏଠି ଫୁଲ ବିଷୟଟା ପଢ଼ିବା ପୂର୍ବରୁ ପିଲାମାନେ ତୁମେ ଜାଣିଥିବ ଫୁଲର ପ୍ରତିଶବ୍ଦ ସବୁ କ'ଣ ହେଇପାରିବ। ତ ଆମେ ବିଷୟ ଜାଣିବା ଆଗରୁ ଫୁଲର ପ୍ରତିଶବ୍ଦ କହିଲେ ସମାନ ଅର୍ଥ ତା'ର ସବୁ କ'ଣ ହେଇପାରିବ। ଫୁଲକୁ ଆମେ କେଉଁ ନାମରେ ଜାଣିଛେ? ଆଗରୁ ଜାଣିଥିବ ପୁଷ୍ପ କହନ୍ତି, ପୁଷ୍ପ କହନ୍ତି। ଆଉ ଗୋଟେ କ'ଣ କହନ୍ତି? ସୁମନ। ଆଉ ଗୋଟେ କ'ଣ କହନ୍ତି? କୁସୁମ। ତ ଏବେ ଯେଉଁ ଫୁଲର ପ୍ରତିଶବ୍ଦ ଆମେ ଜାଣିଲେ ତାକୁ ଆମେ ଖାତାରେ ଲେଖିଦେବା ନା ନାହିଁ? କି ଫୁଲକୁ ଆମେ ପୁଷ୍ପ ବି କହିଥାଉ, ସୁମନ କହିଥାଉ, କୁସୁମ ମଧ୍ୟ କହିଥାଉ। ଠିକ୍ ଅଛି। ତ ଏଠି କବି କହୁଛନ୍ତି କ'ଣ କି ଫୁଲ ପରି ମୁଁ କୋମଳ ହେବି। କାହାପରି କୋମଳ ହେବାକୁ ସେ କହୁଛନ୍ତି? ଫୁଲ ପରି କୋମଳ ହେବାକୁ କହୁଛନ୍ତି। ହସିବି ସଦାବେଳେ, ସବୁବେଳେ ଫୁଲ ସବୁବେଳେ କ'ଣ କରେ? ହସିଥାଏ, ମାନେ ସେ ଗୋଟେ ହସିବାର ପ୍ରତୀକ। ଫୁଲ ସବୁବେଳେ ଯେତେ ଯାହା ବି ହେଇଯାଉ ସେ ସବୁବେଳେ ମାନେ ଆମକୁ ଫୁଲଟେ ଦେଖିଲେ ଆମ ମନଟିକୁ ଆନନ୍ଦ ପ୍ରାପ୍ତ ହୁଏ, ନୁହେଁ କି? ତ ସେଇଭଳି ସେ କୋମଳ, କବିଟି କହିଲେ ଫୁଲ ପରି ତ ମୁଁ କୋମଳ ହେବି, କିନ୍ତୁ ତାରି ଭଳି ସବୁବେଳେ ମୁଁ ହସିବି ସଦାବେଳେ, ଅର୍ଥାତ୍ ସବୁବେଳେ। ବାସ ଭିତରେ ଖୁସି ମୁଁ ଦେବି ସଭିଙ୍କୁ କାଳେ କାଳେ। ତ ସମସ୍ତଙ୍କୁ ଫୁଲ କେମିତି ଖୁସି ଦେବାକୁ ଚାହୁଁଛି? ବାସ ଅର୍ଥ ଏଠି ବାସନା, ତା ଶରୀର ଯେଉଁ ବାସ୍ନା ଅଛି ତାକୁ ସେ ବିତରିବ, ମାନେ ବାଣ୍ଟିବ, ଆଉ ସମସ୍ତଙ୍କୁ ଖୁସି ଦେବ। କାଳେ କାଳେ ମାନେ ଚିରକାଳ, ଯେଉଁ ପର୍ଯ୍ୟନ୍ତ ସେ ବଞ୍ଚିଥିବ ସେଇ ପର୍ଯ୍ୟନ୍ତ ସିଏ ତା'ର ବାସ୍ନାକୁ ବିତରଣ କରିବ ଆଉ ସମସ୍ତଙ୍କୁ ଖୁସିରେ ରଖିବ। ଠିକ୍ ସେହିପରି ମୁଁ ହେବାକୁ ଚାହୁଁଛି। ମୁଁ ଅର୍ଥ କବି ସେଠି ହେବାକୁ ସେ ଚାହୁଁଛନ୍ତି। କୋଇଲି ପରି ମିଠା ସ୍ୱରରେ କହିବି କଥା ସଦା, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। କେଉଁ ଭଳି ସେ କେଉଁ ସ୍ୱରରେ, ଯେଉଁ ମିଠା ସ୍ୱରଟା ଯେଉଁ ସେ କରିବ, କେଉଁ ଭଳି ସ୍ୱରରେ କରିବ? କୋଇଲି ପରି କହିବି କଥା ସଦା, ସବୁବେଳେ ମୁଁ ଏମିତି ହିଁ କଥା କହିବି, ପୁରା ମିଠା ସ୍ୱରରେ କୋଇଲି ଭଳି କହିବି। ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା, କାହାରି ମନରେ ବି କେବେ ଦୁଃଖ ଦେବି ନାହିଁ। ଯେତେ ବି କଷ୍ଟ ଯନ୍ତ୍ରଣା ଆସିଲେ ବି, ବିପଦ ଆସିଲେ ବି ମୁଁ କାହା ମନରେ ଦୁଃଖ ଦେବି ନାହିଁ। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ। କାମଟା ସେ କାହା ଭଳି କରିବାକୁ ଚାହୁଁଛନ୍ତି? ପାହାଡ଼ ଭଳି, ହେଲା। ଏଠି ମାନେ ତା ସହିତ ତୁଳନା କରୁଛନ୍ତି। ସ୍ଥିର ମନରେ, କେମିତି ସେ କରିବ? ସ୍ଥିର ମନରେ କରିବେ। ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ଦେଶ ସେବାରେ କ'ଣ? ଜୀବନ ଦେବାକୁ ଚାହୁଁଛନ୍ତି। ତାର ନାମ ମାନେ ନିଜ ଦେଶର ନାମ ରଖିବାକୁ ସେ ଚାହୁଁଛନ୍ତି। ତ ଦେଶ ସେବାରେ ଜୀବନ ଦେବା ଆଉ ଦେଶର ନାମ ରଖିବା। ନଦୀ ପରାଏ ଆଗେଇ ଯିବି କରିବି ଜନହିତ, ନଦୀ ପରାଏ ଆଗେଇ ଯିବି କରିବି ଜନହିତ, ଦୁଃଖୀ ଓଠରେ ହସ ଖେଳାଇ ହେବି ମୁଁ ତାର ମିତ। ନଦୀ ପରି ଆଗକୁ ଯିବି କରିବି ଜନହିତ, ଅର୍ଥାତ୍ ଲୋକମାନଙ୍କର ମଙ୍ଗଳ କାମନା କରିବି। ହିତ ଅର୍ଥ ମଙ୍ଗଳ କାମନା କରିବା। ସେ ମଙ୍ଗଳ କାମନା କରିବା ସହିତ ଦୁଃଖୀ
ଲୋକଙ୍କ ଓଠରେ କ'ଣ କରିବି ହସ ଖେଳେଇ ସେମାନଙ୍କର ମୁଁ ବନ୍ଧୁ ହେବି। ମିତ ଅର୍ଥ ବନ୍ଧୁ ହେବି। ପରର ହିତ କରଇ ଯିଏ ଆପଣା ଲୋକ ପରି, ଆପଣା ଯେମିତି ନିଜ ଲୋକମାନେ ନିଜ ଲୋକଙ୍କର ମଙ୍ଗଳ ସାଧନା କରନ୍ତି, ସେଇଭଳି ମୁଁ ସେଇ ପରମାନଙ୍କର ମାନେ ହିତ ସାଧନା କରିବି। ତାଙ୍କ କେମିତି କି ତାଙ୍କ ନିଜ ଲୋକ ଭଳି। ସିଏ ତ ଏକା ସଂସାର ସାର କେହି ନେତା ସରି, ସେହି ସଂସାର ଭିତରେ ହେଉଛି ମୁଖ୍ୟ। ତା ଭଳି ଆଉ କେହି ତା ସହିତ ତୁଳନୀୟ ହୋଇପାରିବେ ନାହିଁ। ଯେମିତି ଫୁଲ ସହିତ ଆମେ ତୁଳନୀୟ ହୋଇପାରିବା ନାହିଁ। ଫୁଲ ସବୁବେଳେ ତା'ର ଜୀବନକୁ ପରର ଉପକାର ପାଇଁ କ'ଣ କରିଦେଇଛି, ତ୍ୟାଗ କରିଦେଇଛି ନା ନାହିଁ। ଫୁଲକୁ ଆମେ କେଉଁ କେଉଁ କାମରେ ବ୍ୟବହାର କରୁଛେ ଯଦି ତୁମେମାନେ ଜାଣିଛ ପିଲାମାନେ, ତାହେଲେ ତୁମମାନଙ୍କ ପାଇଁ ପ୍ରଶ୍ନ, ଫୁଲକୁ ଆମେ କେଉଁ କେଉଁ କାମରେ ଆମେ ତାକୁ ବ୍ୟବହାର କରିଥାଉ ଆମେ ଲେଖିପାରିବା ନା ନାହିଁ। ତ ଏହାର ପ୍ରଶ୍ନ ଉତ୍ତର ମୁଁ ଗୋଟେ ଅନ୍ୟ ଏକ ଭିଡ଼ିଓ ନେଇ ଆସିବି। ଆଉ ଯଦି ତୁମେମାନେ ଚାହୁଁଛ ଏ ବିଷୟଟାକୁ ମାନେ ଆଉ କେଉଁ ପ୍ରକାରେ ମୁଁ ବୁଝେଇ ପାରିବି, ବେଟର୍ କରିପାରିବି, ତାହେଲେ କମେଣ୍ଟ ସେକ୍ସନ୍ରେ ଜଣାଇବେ। ରହୁଛି। ଜୟ ଜଗନ୍ନାଥ।